ସକାଳୁ ସକାଳୁ ଗରମାଗରମ ଜଳଖିଆ ଖାଇବାକୁ କାହାର ବା ଇଚ୍ଛା ନାହିଁ, ତାହେଲେ ରାତିରେ କରିକି ରଖନ୍ତୁ ଏଇ କିଛିଟା କାମ। ଗୋଟେ କପ୍ ଚାଉଳ, ଗୋଟେ କପ୍ ବୁଟ ଡାଲି, ଗୋଟେ କପ୍ ବାଦାମ, ଆଉ 2ଟି ଶୁଖିଲା ଲଙ୍କା, ଆଉ 4ରୁ 5ଟି ଗୋଲମରିଚ। ତାକୁ ମୁଁ 3ରୁ 4 ଥର ୱାଶ କରିକି ଗୋଟେ ଗ୍ଲାସ ପାଣି ଦେଇକି ଭିଜେଇକି ରଖିଦେଲି ଓଭରନାଇଟ୍। ସକାଳୁ ଉଠି ଦେଖିଲା ବେଳକୁ ଖାଇ ପିଇକି ବେଙ୍ଗ ଭଳିଆ ପୁରା ଫୁଲି ଯାଇଛନ୍ତି। ଆଉ ଡେରି ନ କରିକି ଜଲ୍ଦି ଯାଇକି ଗ୍ରାଇଣ୍ଡରରେ ମିକ୍ସ କରିଦେଲି, କାରଣ ବେଶୀ ଲେଟ୍ କଲେ ଯଦି ଫାଟି ଫୁଟା ଯିବେ। ଆଉ ସେଇ ବେଟରରେ ଲୁଣ ଖାଇବା ସୋଡ଼ା ମିଶେଇକି ଗୋଟେ ତାୱାରେ ତେଲ ଲଗେଇକି ତା ଉପରେ ମୁଟା କରିକି ବିଛେଇଦେଲି। ଆଉ ସେଇ ବେଟରଟା ଜଲ୍ଦି ଶୁଖିବା ପୂର୍ବରୁ ଟିକେ ଭଲ ଦେଖାଯିବା ପାଇଁ ଗ୍ରେଟ୍ କରିକି ରଖିଥିବା ଗାଜର କଟା, ପିଆଜ କଟା, ଧଣିଆ ପତ୍ର କଟା, କଞ୍ଚା ଲଙ୍କା, କିଛି ଗୋଲମରିଚ ଗୁଣ୍ଡ, ଲୁଣକୁ ମିକ୍ସ କରିକି ତା ଉପରେ ମୁଁ ଭଲସେ ବିଛେଇଦେଲି। ଆଉ ହାଲକା ହାତରେ ଏମିତି ପ୍ରେସ୍ କରିଦେଲି। ଆଉ ଏଇ ବେଟରଟା କେତେ ସଫ୍ଟ ଥିଲା ଆପଣମାନେ ଦେଖିକି ତ ଜାଣିପାରୁଥିବେ। ଆଉ ଏଇ ବ୍ରେକଫାଷ୍ଟଟାକୁ ମୁଁ ନଡ଼ିଆ ଚଟଣି ଆଉ ଧନିଆ ଚଟଣି ସହିତ ସର୍ଭ କରିଛି। ଆପଣମାନଙ୍କୁ ଆଜିର ରେସିପି କେମିତି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ।